ସମସ୍ତଙ୍କୁ ସ୍ୱାଗତ ଶିକ୍ଷା 24/7 ଓଡ଼ିଆ ଏଜୁକେସନ୍ ଚ୍ୟାନେଲକୁ। ଆଜି ଡିସ୍କସ୍ କରିବା 5 ଜୁଲାଇ 2025ର ଏକ୍ଜାମ୍ ରିଲେଟେଡ୍ କରେଣ୍ଟ ଆଫେୟର୍ସ। ପିଡିଏଫ୍ ପାଇବା ପାଇଁ ହେଲେ ଆପଣମାନେ ଜଏନ୍ କରିପାରିବେ ଟେଲିଗ୍ରାମ ଗ୍ରୁପରେ। ଡେସ୍କ୍ରିପ୍ସନରେ ଲିଙ୍କ୍ ଅଛି। ଯଦି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ୍, ଲାଇକ୍ ଏବଂ ସେୟାର କରିଦିଅନ୍ତୁ। ଚାଲନ୍ତୁ ଆଜିର ସେସନଟିକୁ ଷ୍ଟାର୍ଟ କରିବା। ଆଜିର ପ୍ରଥମ ପ୍ରଶ୍ନ, ଫାସିଓଲେଲା ସ୍ମିଥ୍ that was recently seen in news belongs to which species? ସମ୍ବାଦରେ ସମ୍ପ୍ରତି ଦେଖାଯାଇଥିବା ଫାସିଓଲେଲା ସ୍ମିଥ୍ କେଉଁ ପ୍ରଜାତିର? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ, ଡିପ୍ ସି ଏଲ୍। Indian scientists recently discovered a new deep sea species named Phaseolella smith in the Arabian Sea. It was found by scientists at the Indian Council of Agricultural Research, National Bureau of Fish Genetic Resources, Lucknow. পরবর্তী প্রশ্ন, Reclaim Farm Work is an initiative of which ministry? Reclaim Farm Work କେଉଁ ମନ୍ତ୍ରାଳୟର ଏକ ପଦକ୍ଷେପ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, Ministry of Coal. The Coal Ministry is set to launch Reclaim, a community engagement and development farm work. The farm work will be launched by Union Minister of Coal and Mines Sri G. Kishan Reddy on 4 July 2025. किए लॉन्च କରିଥିଲେ? ଆମର ୟୁନିୟନ ମିନିଷ୍ଟର କିଏ? କୋଲ ଆଣ୍ଡ ମାଇନ୍ସ ର ଜି କିଷାନ ରେଡ୍ଡି 4 ଜୁଲାଇ 2025ରେ ଉଦ୍ଘାଟନ କରିଥିଲେ। କ'ଣ ଉଦ୍ଘାଟନ କରିଥିଲେ? ରିକ୍ଲେମ୍ ଫାର୍ମ ୱାର୍କ। କେଉଁ ମନ୍ତ୍ରାଳୟ ଅଣ୍ଡରରେ ଆସୁଛି? ମିନିଷ୍ଟ୍ରି ଅଫ୍ କୋଲ। ପରବର୍ତ୍ତୀ ପ୍ରଶ୍ନ, ନାମଦାଫା ନ୍ୟାସନାଲ ପାର୍କ ଇଜ ଲୋକେଟେଡ୍ ଇନ୍ ହ୍ୱିଚ୍ ଷ୍ଟେଟ୍? ନାମଦାଫା ଜାତୀୟ ଉଦ୍ୟାନ କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି, ଅରୁଣାଚଳ ପ୍ରଦେଶ। ଅରୁଣାଚଳ ପ୍ରଦେଶରେ ନାମଦାଫା ଜାତୀୟ ଉଦ୍ୟାନ ଅବସ୍ଥିତ। Located in the state of Arunachal Pradesh, India, it's situated in the Changlang district near the international border with Myanmar. The park is known for its diverse flora and fauna and it's also a tiger reserve. নামদাফা ন্যাশনাল পার্ক লোকেশন রয়েছে চাংলাং ডিস্ট্রিক্ট, ଅରୁଣାଚଳ ପ୍ରଦେଶରେ ଅବସ୍ଥିତ। ନାମଦାଫା ନ୍ୟାସନାଲ ପାର୍କ କେବେ ଏଷ୍ଟାବ୍ଲିଶ ହେଇଥିଲା? 1974 ମସିହାରେ। ଅରୁଣାଚଳ ପ୍ରଦେଶ ଫର୍ମେସନ ହେଇଥିଲା 20 ଫେବୃଆରୀ 1987 ମସିହାରେ। କ୍ୟାପିଟାଲ ରହିଛି ଇଟାନଗର ଏବଂ ଲାର୍ଜେଷ୍ଟ ସିଟି ମଧ୍ୟ ଇଟାନଗର। ଅରୁଣାଚଳ ପ୍ରଦେଶର ଗଭର୍ଣ୍ଣର କିଏ ଅଛନ୍ତି? କୈବଲ୍ୟ ତ୍ରିବିକ୍ରମ ପଟ୍ଟନାୟକ। ଚିଫ ମିନିଷ୍ଟର ଅଛନ୍ତି ପେମା ଖାଣ୍ଡୁ। ବିଜେପି ପଲିଟିକାଲ ପାର୍ଟିରୁ ବିଲଙ୍ଗସ୍ କରୁଛନ୍ତି। ପରବର୍ତ୍ତୀ ପ୍ରଶ୍ନ, which institution has launched the financial fraud risk indicator ବା FRI? କେଉଁ ଅନୁଷ୍ଠାନ ଆର୍ଥିକ ଠକେଇ ବିପଦ ସୂଚକ FRI ଆରମ୍ଭ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, ଡିପାର୍ଟମେଣ୍ଟ ଅଫ ଟେଲିକମ୍ୟୁନିକେସନ୍ସ ଡିଜିଟାଲ ଇଣ୍ଟେଲିଜେନ୍ସ ୟୁନିଟ୍ ବା .DU। Recently, the Reserve Bank of India by RBI directed all scheduled commercial bank, small financial bank, payment bank and cooperative bank to use the financial fraud risk indicator by FRI. FRI was launched by the Digital Intelligence Unit of the Department of Telecommunication. It is a risk-based tool that mark a mobile number as medium, high or very high financial fraud risks. It helps bank, non-banking financial company and
यूनिफाइड पेमेंट इंटरफेस प्रोवाइडर प्रोटेक्ट कस्टमर्स। ବର୍ତ୍ତମାନ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ସି ଫ୍ଲଡ୍ ପ୍ଲାଟଫର୍ମ ଇଜ୍ ଜଏଣ୍ଟଲି ଡେଭଲପଡ୍ ବାଇ ହ୍ୱିଚ୍ ଟୁ ଅର୍ଗାନାଇଜେସନ୍? କେଉଁ ଦୁଇଟି ସଂଗଠନ ମିଳିତ ଭାବରେ ସି ଫ୍ଲଡ୍ ପ୍ଲାଟଫର୍ମ ବିକଶିତ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ସେଣ୍ଟର ଫର ଡେଭଲପମେଣ୍ଟ ଅଫ୍ ଆଡଭାନ୍ସ କମ୍ପ୍ୟୁଟିଂ ପୁନେ ଆଣ୍ଡ ସେଣ୍ଟ୍ରାଲ ୱାଟର କମିଶନ। ପରବର୍ତ୍ତୀ ପ୍ରଶ୍ନ। ହ୍ୱାଟ ଇଜ ଦ ର୍ୟାଙ୍କ ଅଫ୍ ମଣିପାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ବା ମିଟ୍ ଇନ୍ ଦ ଇଣ୍ଟରନ୍ୟାସନାଲ ରକେଟ୍ ଇଞ୍ଜିନିୟରିଂ କମ୍ପିଟିସନ୍? ଆନ୍ତର୍ଜାତୀୟ ରକେଟ୍ ଇଞ୍ଜିନିୟରିଂ ପ୍ରତିଯୋଗିତାରେ ମଣିପାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ବା ମିଟ୍ ର ର୍ୟାଙ୍କ କେତେ ରହିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ସେକେଣ୍ଡ। International Rocket Engineering Competition 2025 event Midland Tax USA objective कौन रही? Testing and demonstration of rocket design by students from universities around the world. MIT has earned a cash prize केते प्राइस जीति $750 about मणिपाल इंस्टीट्यूट ऑफ टेक्नोलॉजी वा मिट फाउंडेशन हेइथिला 1957 मसियारे। लोकेशन रही मणिपाल कर्नाटक। परवर्ती प्रश्न। व्हिच मेडल हैज दिव्यांशी भौमिक won at the Asian Youth Table Tennis Championship 2025? भौमिक दिव्यांशी एशिया युव टेबल टेनिस चैंपियनशिप 2025 रे केउ पदक जीतिछंती? एहार सठिक उत्तरटी ହେଉଛି ऑप्शन सी, गोल्ड मेडल। एशियन यूथ टेबल टेनिस चैंपियनशिप 2025 लोकेशन रही ताशकेंत उज्बेकिस्तान। दिव्यांशी भौमिक गोल्ड मेडल जीतिछंती। कैटेगरी रही अंडर 15 गर्ल्स सिंगल रे जीतिछंती। शी इज द फर्स्ट इंडियन टू विन ए गोल्ड मेडल इन दिस कैटेगरी। India has got this title after 36 years. India's performed 1 gold, 1 silver, 2 bronze. परवर्ती प्रश्न। Who has been appointed as the new executive director of RBI? RBI रो नूतन कार्यनिर्वाही निर्देशक भावरे काहाकु नियुक्त कराଯାଇଛି? एहार सठिक उत्तरटी ହେଉଛି ऑप्शन डी, केशवन रामचंद्रन। Kesavan Ramachandran is the new executive director of RBI. केशव रामचंद्रन होउछंती आरबीआई रो नुआ एग्जीक्यूटिव डायरेक्टर। डिपार्टमेंट रही प्रूडेंशियल रेगुलेशन डिवीजन। हिज वर्क इज बूस्ट टू आरबीआई strategic capability and global banking instability. About रिजर्व बैंक ऑफ इंडिया स्टाब्लिशमेंट हेइथिला रिजर्व बैंक 1 एप्रिल 1935 मसियारे अंडर द रिजर्व बैंक एक्ट 1934। हेडक्वार्टर रही मुंबई महाराष्ट्र रे। करेंट गवर्नर किए अछंती संजय मालहोत्रा 2024 रु वर्तमान पर्यंत अछंती। डेप्यूटी गवर्नर किए अछंती पूनम गुप्ता, स्वामीनाथन, जे एम राजेश्वर राव एवं टी रविशंकर आरबीआई रो डेप्यूटी गवर्नर भावरे रहिसंती। परवर्ती प्रश्न। Where will petrol vehicle older than 15 years and diesel vehicles older than 10 years not be given fuel? 15 वर्षରୁ ପୁରୁଣା ଯାନବାହନ ଏବଂ 10 ବର୍ଷରୁ ପୁରୁଣା ଡିଜେଲ ଯାନବାହନକୁ କେଉଁଠାରେ ପେଟ୍ରୋଲ ଇନ୍ଧନ ଦିଆଯିବ ନାହିଁ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି, ଦିଲ୍ଲୀ। परवर्ती प्रश्न। When is World Sports Journalist Day celebrated? विश्व क्रीड़ा सांबादिक दिवस केबे पालित हुए? एहार सठिक उत्तरटी ହେଉଛି ऑप्शन बी, 2 जुलाई विश्व क्रीड़ा सांबादिक दिवस पालित हुए। वर्ल्ड स्पोर्ट्स जर्नलिस्ट डे 2025 जुलाई 2 रे पालित हुए। ऑब्जेक्टिव कौन रही? टू ऑनर द
contribution of sports journalists and highlight the importance of sports journalism. পরবর্তী প্রশ্ন, who has recently received the officer of the order of the star of Ghana award? সম্প্রতি କିଏ the officer of the order of the star of Ghana ପୁରସ୍କାର ପାଇଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି, ନରେନ୍ଦ୍ର ମୋଦି। The office of the order of the star of Ghana honored Prime Minister Narendra Modi, honored John Mahama, President of Ghana। ବର୍ତ୍ତମାନ ଦେଖିବା about of Ghana। କ୍ୟାପିଟାଲ ରହିଛି ଆକ୍ରା, କରେନ୍ସି କ'ଣ ରହିଛି ଘାନିଆନ ସେଦି। ଇଣ୍ଡିପେଣ୍ଡେନ୍ସ 6 ମାର୍ଚ୍ଚ 1957। ପ୍ରେସିଡେଣ୍ଟ କିଏ ଅଛନ୍ତି ଜନ୍ ମାହାମା। ପରବର୍ତ୍ତୀ ପ୍ରଶ୍ନ, where was the first national conference of urban local bodies held? ପ୍ରଥମ ଜାତୀୟ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ, ମାନେଶ୍ୱର ଠାରେ ପ୍ରଥମ ଜାତୀୟ ସହରାଞ୍ଚଳ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଫାର୍ଷ୍ଟ ନ୍ୟାସନାଲ କନଫରେନ୍ସ ଅଫ urban local bodies ଡେଟ୍ ରହିଛି 3 ରୁ 4 ଜୁଲାଇ 2025 ରେ ପ୍ରଥମ ଥର ପାଇଁ ନ୍ୟାସନାଲ କନଫରେନ୍ସ urban local bodies ଅନୁଷ୍ଠିତ ହୋଇଥିଲା। ଲୋକେସନ ରହିଛି ମାନେଶ୍ୱର ଗୁରୁଗ୍ରାମରେ। ଇନଗ୍ରେସନ କିଏ କରିଥିଲେ? ବାଇ ଲୋକସଭା ସ୍ପିକର ଓମ୍ ବିର୍ଲା ଏହାକୁ ଉଦ୍ଘାଟନ କରିଥିଲେ। ଅବଜେକ୍ଟିଭ କ'ଣ ରହିଛି? ଟୁ ଷ୍ଟ୍ରେନ୍ଥ ଦ ରୋଲ ଅଫ urban local bodies in nation building and constitutional democracy। ପରବର୍ତ୍ତୀ ପ୍ରଶ୍ନ, what is India's rank in the Hurun Global Unicorn Index 2025? ହୁରୁନ୍ ଗ୍ଲୋବାଲ ୟୁନିକର୍ନ ଇଣ୍ଡେକ୍ସରେ ଭାରତର ସ୍ଥାନ କେତେ ରହିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି, ଥାର୍ଡ। ହୁରୁନ୍ ଗ୍ଲୋବାଲ ୟୁନିକର୍ନ ଇଣ୍ଡେକ୍ସ 2025 ପବ୍ଲିଶ କିଏ କରିଛି? ହୁରୁନ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ। ନମ୍ବର ଅଫ କଣ୍ଟ୍ରି ରହିଛି 53, ନମ୍ବର ଅଫ ସିଟିଜ 291। Unicorn startup that have a valuation of more than $1 billion called unicorns। পরবর্তী প্রশ্ন, when was the Methansat satellite launched into space? କେବେ Methansat ଉପଗ୍ରହ ମହାକାଶକୁ ଉତ୍କ୍ଷେପଣ କରାଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି, ଥାର୍ଡ। Methansat, a satellite to monitor global methane emission, has disappeared into space after losing contact with Earth। About satellite Methansat ଲଞ୍ଚ ହେଇଥିଲା ମାର୍ଚ୍ଚ 2024 ରେ। ରକେଟ ରହିଛି from SpaceX Falcon 9 rocket developed by US Environmental Defense Fund by EDF। পরবর্তী প্রশ্ন, where is General Sir John Kotlewala Defense University by KDU located, which has launched a program to learn Hindi language? General Sir John Kotlewala ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ KDU କେଉଁଠାରେ ଅବସ୍ଥିତ, ଯାହା ହିନ୍ଦୀ ଭାଷା ଶିଖିବା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ, କୋଲମ୍ବୋ, ଶ୍ରୀଲଙ୍କା। ହିନ୍ଦୀ ଲାଙ୍ଗୁଏଜ ପ୍ରୋଗ୍ରାମ ଲଞ୍ଚ ଇନ୍ କୋଲମ୍ବୋ, ଶ୍ରୀଲଙ୍କା। ଭେନ୍ୟୁ ରହିଛି ଜେନେରାଲ ସର୍ ଜନ୍ କୋଟେଲେୱାଲା ଡିଫେନ୍ସ ୟୁନିଭର୍ସିଟି ବା KDU କୋଲମ୍ବୋ। ପାର୍ଟନର ଅର୍ଗାନାଇଜେସନ ସ୍ୱାମୀ ବିବେକାନନ୍ଦ କଲଚରାଲ ସେଣ୍ଟର CVCC। ଅବଜେକ୍ଟିଭ କ'ଣ ରହିଛି? ଟୁ ଟିଚ୍ ହିନ୍ଦୀ ଲାଙ୍ଗୁଏଜ ଟୁ ଶ୍ରୀଲଙ୍କାନ ଷ୍ଟୁଡେଣ୍ଟ ଆଣ୍ଡ ମିଲିଟାରୀ ଅଫିସର। ଅବଜେକ୍ଟିଭ ଆଉ ଗୋଟେ କ'ଣ ରହିଛି? ଟୁ ଷ୍ଟ୍ରେନ୍ଥ କଲଚରାଲ and educational tie between India and Sri Lanka।